कोठी पूजा पाती ओडिशा रे कोणार्क रे सूर्य मंदिर प्रतिष्ठा करथिले किए लांगुला नरसिंह देव का कथा रे मां कथा रे जानिबा कथा 1200 बढ़ई नहीं रो 16 वर्षर राजस्व खर्च होइथिला ओडिसा गोटे वर्षर जेते राजस्व हुए राजा 16 वर्षर राजस्व खर्च करथिले 1200 बढ़ई कारीगर को नियुक्ति देइथिले शिलार पद्म फुटाई देइथिले सेइथि डॉक्टर प्रतिभा राय कहले कोणार्क ऊपर थेसिस लिखिले शिला पद्म रे पला साहित्य एते कम साहित्य नुह तुम्हारी भड़िया जने नारी ओडिया साहित्य एकेडमिक रे श्रेष्ठ हो गला ओडिया साहित्य एकेडमिक बाध्य होला सदिन प्रतिभा राय को डॉक्टरेट उपाधि दबा पई लिखि देइथिले जग्य सेनी लिखि देइथिले शिला पद्म नहीं आपण माने सिना या भितर को पसिले भल लागता हमें तो बुझीबानी के बुझेओ अच्छा जेते कहले हरि रे कोन अछि छेन्ना गुड़ अछि पाला देखिले कोन अछि कोन मिलियो कोनटे मिलियो राती अंडा सुनो मैं कोन मिले जेहू लोक बसी पुणी पालाटी सुन पालाटी चतुर्वर्ग फल पाए हरि कथा जेहू बसी श्रवण करई हरि कथा बस की सुने तार कौन हुए अंत काले बैकुंठ रे जाई बसई ठीक कथा को शुणुना बोली आम संसार एमती है से अच्युत मालिकार कहले कहले कलिकाल रीति देखिल बउल लगिलानी बड़ भय कलिकाल रीति को देखी समस्त को डर लगिलानी ससुर आ बो को किछि कहून सासु आ बो को किछि कहून कहूछि कि काहे समस्त को हृदय को मु रूपक राक्षस ग्रासी सासु कहूछि मु बड़ बो कहूछि मु बड़ बड़िया पिटा हेबे नी हेबे ना नहीं एपटे को चली आसवा र र र आउ टिके तो साहित्य नथिले पल्ला कोन हो एई भलिया जदी हुए ओडिसा रे कोन हो जानिचो अच्युत कहले हां मां ये धामनगर आपनकर धामनगर निर्वाचन मंडल तो ये उठु आरंभ हो भद्रक किंतु धामनगर रे कोन हो सुन ए धामनगर गोल बौल गोहिरा टिकिरी जाए अच्युत कहले धामनगर गोल आरंभ हो रक्तर नदी बहिब हम कौन ना 12 हाथ खंडा धरिल बौल कलकी बुलिब ढाकुड़ी पिटिब कारण गोहिरा टिकिरी रे मुकुंद देवंकर ओडिशार गजपति मुकुंद देवंकर समाधि पीठ निजे आत्माहुति देइथिले कला पहाड़ हाथ में मरबेनी मुसलमान हाथ में जबन हाथ में मरबेनी मनीष भूल करी चाल रे भूल कले कौन हम अच्युत कहले सुन माँ ये आकाश वज्र पड़ब लो बौल ढाली देव भूमंडल लगी आगुरु माँ कहला बाप खाई ताल पुओ को निकाल ताल खाइला किए
ତାଳ ପଡିଲା କାହାକୁ? ଏବେ ପୁଅ ଖାଇଲା ତାଳ କଳି ଯୁଗରେ, ଏ ବାପକୁ ହେଲାଣି କାଳ। ଏବେ ପୁଅ ଖାଉଛି ତାଳ। ପୁଅ କିଏ କି? ଇଏ ସଂସାର ମତରେ ଜଗନ୍ନାଥ ଆମର ବାପା ନାଇଁ, ଆମେ ତାଙ୍କର ସବୁ ପୁଅ ଝିଅ। ଆମେ ଯୋଉ ଭୁଲ କରିବା, କଳିର ମଣିଷ ଯୋଉ ଭୁଲ କରିବ, ଅଚ୍ୟୁତ କହିଲେ ଇଏ ସୁନ୍ଦର ଭାବରେ ଭକ୍ତିର ମାର୍ଗ ଅମୃତର ଧାରା ଲେଖନୀରେ ସ୍ଥାନ ଦେଇଛନ୍ତି। ଜୟ ଜୟ ଲକ୍ଷ୍ମୀକାନ୍ତ ହେ, ଜୟ ଶ୍ରୀ ଜଗନ୍ନାଥ। ରେ ଖାଲି ଝିଅ ଛୁଆ ଗାଉଛନ୍ତି, ପୁଅ ଛୁଆ ଗାଇଛି କି ନା? ଝିଅ ଛୁଆ ଗୁଡାକ ଭଲ ଲେଖା ହଉଛନ୍ତି, ପୁଅ ଛୁଆ ଭଲ ଲେଖା ହନ୍ତି। ଜୟ ଜୟ ଲକ୍ଷ୍ମୀକାନ୍ତ ହେ, ଜୟ ଶ୍ରୀ ଜଗନ୍ନାଥ। ତାର ପଦ କୋଟି ବ୍ରହ୍ମାଣ୍ଡ ଧ୍ୟାନ କରେ ଅଚ୍ୟୁତ। ତାର ପଦ କୋଟି ବ୍ରହ୍ମାଣ୍ଡ ଧ୍ୟାନ କରେ ଅଚ୍ୟୁତ। ତାର ପଦ କୋଟି ବ୍ରହ୍ମାଣ୍ଡ ଧ୍ୟାନ କରେ ଅଚ୍ୟୁତ। ମାୟା ଦେବୀ ଯାର ଚରଣ ହୋଇଛନ୍ତି ବାହାର, ଜଳ ନେଇ ଧୋଇବେ ପ୍ରଭୁ ତୋରେ ପୟରା। ଜଳ ନେଇ ଧୋଇବେ ପ୍ରଭୁ ତୋର ପୟରା। ସମର୍ପିତ 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 ଭାବ ଅଚ୍ୟୁତ କହିଲେ। ସରସ୍ୱତୀ ଯାର ଛାମୁରେ ବୀଣା ଯନ୍ତ୍ର ବଜାନ୍ତି, କେଉଁ ମନ୍ତ୍ର କରିବ ଦେବ ତୋତେ କରିବି ସ୍ତୁତି। କେଉଁ ମନ୍ତ୍ର ଦେବ ତୋତେ କରିବି ସ୍ତୁତି। କେଉଁ ମନ୍ତ୍ର ଦେବ ତୋତେ କରିବି ସ୍ତୁତି। ଅମୃତର ଧାରା ହଉଛି ପାଲା। ପାଲାକୁ ଛାଡ଼ିଲେ ଆଉ କିଛି ନାହିଁ। ନାଇଁ ଅଛି କି? ପାଲାରେ ସବୁ ଥାଏ। ଏ ଗରୁଡ଼ ଆସନ ଯାହାର, କିବା ଦେବା ଆସନ, ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବା ଧନ। ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବା ଧନ। ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବା ଧନ। ଯାହାର ଘରଣୀ ଲକ୍ଷ୍ମୀ ଦେବୀ ତାକୁ କି ଧନ ଦବା? ଯାହାର ସୁଇଚ୍ ଟିପା ଆସନ, ଗରୁଡକୁ ସୁଇଚ୍ ଟିପି ଦେଲେ ଉଠିକି ପଳେଇବ, ତାକୁ କି ଆସନ ଦବା? ଏ କୌସ୍ତୁଭ ମଣି ଯାହାର, ଗୋଳାର ତନହାର, କେଉଁ ହାର ନାଇଁ ପୂଜିବି ଆହେ। ସମର୍ପିତ ହେଇଯିବା। ଯଦି କଳିର ମଣିଷ ସମର୍ପିତ ହଉନି ବୋଲି ଆକାଶରୁ ବଜ୍ର ପଡିବ। ଅଚ୍ୟୁତ କହିଲେ ଭୂମଣ୍ଡଳକୁ ଜାଳିଦବ। ଶ୍ରୀ ଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ଆମେ ସବୁ ପାପ କଲେ ବୋଲି ଆମ ବାପାଙ୍କର ରତ୍ନ ଚାନ୍ଦୁଆରେ ଅଗ୍ନି ଲାଗିଯିବ। ଲାଗି ସାରିଲାଣି। ଆକାଶରୁ ବଜ୍ର ଉଲ୍କାପାତ ହେଲାଣି। ଆଉ କଣ ହବ? ନା 22 ପାହାଚ ମିନଜ ଖେଳିବ ସିଂହାସନରେ ବରୁଣ। 22 ପାହାଚ ମିନଜ ଖେଳିବ ସିଂହାସନରେ ବରୁଣ। ସଂସାରଟା ପୁଣି ପ୍ରଳୟ ହୋଇବ ଜାଣୁଥାବି ଧୈର୍ଯ୍ୟ। ଖାଲି କଣ ଅଚ୍ୟୁତ ଅନନ୍ତ ଯଶବନ୍ତ ମାଳିକା ଲେଖିଲେ? ଆଉ କେହି ଲେଖି ନାହାନ୍ତି? ଜାତିର କନ୍ଧ ଜନ୍ମରୁ ଅନ୍ଧ। କେହି କହନ୍ତି ଆଖି ଥିଲା ପ୍ରଭୁଙ୍କୁ ଦେଖି ଆଖି ଆଉ ରହିଲାନି। ଯିଏ ବିଶ୍ୱରେ ଶ୍ରେଷ୍ଠ କବି ହେଇଗଲେ ନାଇଁ, ଯିଏ ବ୍ରହ୍ମକୁ ଦର୍ଶନ କଲେ ଜଣେ କନ୍ଧ, ଯିଏ ଅଲେଖ ମହିମାରେ ଦୀକ୍ଷିତ ଥିଲେ, ଯିଏ କହୁଥିଲେ ବ୍ରହ୍ମ ହଉଛନ୍ତି ଶ୍ରେଷ୍ଠ ଆଉ ସବୁ ହଉଛି ଭୁଲ, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ସନ୍ଥ କବି ଭୀମ ବହି, ସନ୍ଥ କବି ଭୀମ ବହି କହିଲେ, ଯିଏ ଲେଖିଥିଲେ ଏ ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ପ୍ରାଣୀଙ୍କ ଆଜି ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସବୁ ସବୁଆରେ ଭବା ଦେଖୁ ଦେଖୁ କେବା জীবন পথে
ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଠିକେ ମାଉଁସ ଜଣାଇ ତେଣୁ ପାଇଁ ପରା ପ୍ରାଣୀଙ୍କ କଷଣ ସହି ନପାରେ ପ୍ରଭୁ ମୋ ପିଣ୍ଡକୁ ଜାଳି ଦିଅ। ସେଇଥିପାଇଁ ଦିଲ୍ଲୀ ଦରବାରରେ ଲେଖା ହେଇଗଲା ଏଇ କାବ୍ୟ ମୋ ଜୀବନ ପଛେ ନରକେ ପଡିଥାଉ ଜଗତ ଉଦ୍ଧାର। ଭୀମ ଭୋଇ ମାଳିକାରେ କହିଲେ କେମିତିକା ଗୋଟେ ଛାନ୍ଦରେ ଏ 49 ଖଣ୍ଡ ଏ ପବନ ବହି